ତମେ ଆସିଲ ଆକାଶ କୁଆଡେ ଗଲା? ଆକାଶ ପଛ ଉପରେ ଆସି ପହଞ୍ଚିବ। କଥା କଣ କି ଆଗ ପାସେଞ୍ଜର ଉପରେ ଗୋଟିଏ ସିଟ୍ ଖାଲି ଥିଲା। ଆକାଶ କହିଲା ଦାଦା ତୁମେ ଶୀଘ୍ର ଯାଅ ମୁଁ ପଛ ଉପରେ ଯାଇ ପହଞ୍ଚିବି। ବୁଝିଲ? ପହଞ୍ଚି ଯିବି ନୁହେଁ ଦାଦା, ପହଞ୍ଚି ସାରିଲେଣି। ଦେଖିଲ କେମିତି ସାଙ୍ଗେ ସାଙ୍ଗେ ପହଞ୍ଚି ଆସିଲାଣି। ଶୁଣୁ ସବୁ ଜିନିଷ ପତ୍ର ଠିକ ଠାକ ଆଣିଛୁ ତ? କାରଣ ତୋର ଯୋଉ ଥିଲା ମୋର ଯଦି କୋଉଠି କିଛି ଛାଡ଼ି ଦେଇ ଆସି ଥାଉ ତୋ ଖୁଡ଼ିକି ମତେ ପୁଣି ହିସାବ ଦେବାକୁ ସବୁଥିରେ ହିସାବ ଦଉଛ ତମେ ଆଉ। ଦାଦା ତମେ ଭଲ କଥା କହୁଛ। ଆଉ ମୋ ପ୍ରଥମ କରି ମୋ ଭଉଣୀ ଘରକୁ ଭାର ଯିବ, ଆଉ ମୁଁ ପୁଣି ପୁଣି ଯିବି କେବେ ନୁହେଁ। ଏ ସାବିତ୍ରୀ, ଏଥିରେ ଶ୍ରାବଣୀର ସୁନା ଗହଣା ରୂପା ସବୁ ଅଛି, ତୁମେ ତାକୁ ଟିକେ ଜଲ୍ଦି ସଜେଇ ଦିଅ। ଏଇ ବ୍ୟାଗଟାକୁ ରଖିଥିବ ହେଲା। ସେ ଆକାଶ ମୁଁ ସର୍ଚ୍ଚ କରିବା ପାଇଁ ଚାହେଁ। କିନ୍ତୁ କାହିଁକି? ଆକାଶରେ କଣ ଅଛି? ଆକାଶ ଖୋଲି ସାରିବା ପରେ କାହିଁକି ନା ଉତ୍ତରଟା ଫେସ୍ ଟୁ ଫେସ୍ ପାଇବ। ସପିଂ କରିଛ କି ନାହିଁ? ଫୋନ୍ ଉପରେ ଫୋନ୍। ଛି ଛି ଛି, ତମ ସ୍ୱାମୀ ଏତିକି ତଳକୁ ଖସିଥିବେ ସେ କଥା ଆମେ ସ୍ୱପ୍ନ ସୁଦ୍ଧା ଭାବି ନଥିଲୁ। କହୁମା ଏ କଥାଟା କଣ ଖୋଲି କହୁନାହାନ୍ତି? ମୋର ଅପରାଧ କଣ? मुझे तू विश्वास कर। अरे जानू बिचरे मु किछि जानिनी। हां तमे किछि जानि न बोली कहि देने आइन को तुमको विश्वास करि छिबो। ता छडा जानर स्पॉट ऊपर सोच हेतला परे तमे को अस्वीकार करि परिबो आ पछरे तमर किछि भी हाथ नहीं। आउदा मुह संभाळी कथाबार्ता करो। जने देवतांको नारे एते बड़ कथा कहिलाकू तमे साहस करो केमिति? तम पई हुए त से देवता हेई परंती तमे ताकू खटकुल्ला बसे पूजा करि पर किंतु आइन आखरे से जने चोर डका स्मगलर। अरे केते बड़ कथा के कहि देलो जे जीवन रे माछी को मां बोली कहिलाती तू ताको ना एते बड़ कथा के कहि मारिलु केमिति? हेलो अरे तमरी सामने रे तम स्त्री तम दादा को एते कथा कहि जाउची आ तमे तमे भी चुपचाप छिना हे छ। आउ कोन कोइ थांदी दादा को कथा को कोन घंटा गुळई रखी थांदी? दादा को कोन घंटा गुळई रखी थांदी? जा करती ठीक करती। तमे आईन रे रक्षा कई तमे ए सब कथा कहउछ? अरे को आईन कथा कहउछ? जो आईन कोटे निर्दोष मनुष्य को दोषी साकी जो आईन बिचो को सत्य कहि के तमे सेई आईन कथा कहउछ? हेलो तमे जे तमे पिला के हेतिलो এই দাদা রাতে কো দিন করে যাইতিলে এ দুনিয়া দাদা তোমাকে মনিষ কইয়া পাই নিজ সুখকো ভুলি যাইতিলে সেই দাদাকো তবে ए तुम्हें टिके चुप रही जाओ साबित्री। আই কি চুপ রইবে? আরে কোন ভাই চুপ রইবে? এমানুকো মনিষ কইয়া পাই বুঝো ত্যাগ করিতিলি তার ফল বড় এইয়া तम कर्तव्य जारी करियोलो तमरी पाई मु समाज रे प्रतिष्ठित होईची
ତମରି ପାଇଁ ଏ ମାଟିଆ ପୋଷାକ ପିନ୍ଧିଛି ଖୋଲି ଦିଅ ଆଇନ ସମ୍ବିଧାନରେ ଲେଖିଦିଅ ନୂଆ ଇତିହାସ ଖୋଲି ଦିଅ ମୋ ଦେହରେ ବାତି ଯୋଉ ଦାଦା ତମକୁ ପୋଲିସ ଅଫିସର କରିବା ପାଇଁ ଆଖିରୁ ନିଦ ହଜେଇ ଦେଲେ ସେଇ ଦାଦାକୁ ଚୋର କହିବାକୁ ତମ ବିବେକ ଟିକେ ବାଧା ଦେଲେ ସିଏ କିଛି ଭୁଲ କହିନି ମୁଁ ତୁମମାନଙ୍କୁ ଅନେକ ଦିନ ଆଗରୁ ମିଛ କହି ଆସୁଥିଲି ଏ ପରିବାରର ଅଭାବ ଆବଶ୍ୟକତା ଯୋଗୁଁ ମୁଁ ତୁମମାନଙ୍କୁ ମଣିଷ କରିବା ପାଇଁ ଅନେକ ଦିନ ଆଗରୁ ଜାଲୁଟ କାରବାର କରୁଥିଲି ମିଛ ଦେବତାମାନେ କେବେ ଏମିତି କାର୍ଯ୍ୟ କରିପାରନ୍ତିନି ତା ନହେଲେ ଏ ଦେବତା ମାନଙ୍କ ଉପରୁ ମଣିଷ ମାନଙ୍କ ଭରସାଟା ତୁଟିଯିବ ଆଶା ବି ଯେତେବେଳେ ନିଜ ପାଟିରେ ବିଶ୍ୱାସର ଫୁଲମା ପରିବର୍ତ୍ତେ ଅବିଶ୍ୱାସ ଘୃଣାର ଚପଲ ମାଳ ପକେଇବାକୁ ସେମାନେ ପଛେଇ ଯିବେନି ଦାଦା ଏମାନେ ପଛେଇ ଯିବେନି ତମେ ମିଛ କହୁଛ ତମେ ମିଛ କହୁଛ ଦାଦା ତମେ ମିଛ କହୁଛ ଆଶା ବି ଯେତେବେଳେ ନିଜ ପାଟିରେ ତାର ଦୋଷ ସ୍ୱୀକାର କରୁଛି ଆଉ ସେଠି ମିଛ ସତର ପ୍ରଶ୍ନ ଉଠୁଛି এই দুনিয়া হুয়ে তো তোমাকে বিশ্বাস করিপারে তুমি সমস্তকে কইছো তুমি নির্দোষ বলি কইছো তুমি লাভবানী সাবিত্রী আহুরি তুমি কলঙ্করে আলোক দেহরে কলা দাগ লাগিଯିବ ତା ସାର୍ଟିଫିକେଟରେ ନାଲିଗାର ପଡିଯିବ ଆଉ ଛିଡା ହେଲ କାହିଁକି ଇନ୍ସପେକ୍ଟର ଆଲୋକ ମହାପାତ୍ର ଆରେ ବିଦାୟ ଦିଅ ମୋ ହାତରେ ହାତ ପଡି
ବାଟରେ ଯିବା ପାଇଁ ତୁମେ କହୁଛ? ନ୍ୟାୟ ବାଟରେ ଚାଲୁଥିବା ମଣିଷଟାକୁ ତୁମେ ଅସତ ବାଟରେ ଯିବା ପାଇଁ କହୁଛ? ଆଇନ ଖାତାରେ ତୁମେ ଲେଖିଦେବାକୁ ଚାହୁଁଛ? ସିଏ ପରା ମୋ ନିଜର ରକ୍ତ। ଏ ରକ୍ତର ସମ୍ପର୍କ ଥାଏ ଗୁଣି। ହେଲେ ତମକୁ ଛାଡ଼ି ମୁଁ ବଞ୍ଚିବି କେମିତି? ତୁମକୁ ବଞ୍ଚିବାକୁ ହେବ ସାବିତ୍ରୀ। ତୁମକୁ ବଞ୍ଚିବାକୁ ହେବ। ଜୀବନ ସାରା ରକ୍ତକୁ ପାଣି କରି ଏମାନଙ୍କୁ ମଣିଷ କରିବାର ଫଳ ପାଇଯାଇଛି ସାବିତ୍ରୀ। ସିଏ ମୋତେ ବୁଝେଇ ଦେଇଛି। ପିଲାଦିନର ଆଙ୍ଗୁଳି ଧରି ବାଟ ଚଲା ଶିଖାଇଥିବା ଦାଦା ହାତରେ ହାତ କଡ଼ି ପକେଇ ଦେବା ପାଇଁ କହୁ। ହେ ସାବିତ୍ରୀ, ତାର ପ୍ରମୋଶନ ହେଇଯିବ। ସିଏ ବଡ ପୋଲିସ ଅଫିସର ହବ। ତୁମେ କଣ ଏଥିରେ ଖୁସି ନୁହଁ? ଆରେ ଖୁସି ପରା ମୋଠୁ ଛଡ଼େଇ ନିଆଯାଉଛି। ଆଖିର ଲୋକ ଅଟରେ ପିଇବା ଛଡ଼ା ମୋର ଆଉ କଣ ଅଛି? ଏଠି ପରା ମୋ ପାଇଁ ସୁଖ ସାଗ ପରା ଦୁଃଖ ନିଜର। রাস্তা কড়ে ঠিয়া হবার বেল আসি যাইছি ভণদা ঘরর মধ্যে খুঁটি যেতবে দোহলি গলানি আউ সে ঘর কোন ঘর হইকি রহিব মানিବାକୁ ପଡିବ ଆମର ଏ ବାଗାଟାକୁ ଏମିତି କାଇଦାରେ ଆଟାଚକୁ ଚେଞ୍ଜ କଲା ପୁଅ ଯାଇଥିଲେ ଭିତରେ ଆଉ ସେଥିପାଇଁ ମତେ କମ କଷ୍ଟ କରିବାକୁ ପଡିବ
କରିବି ମହାନ୍ତି ବାବୁ। ଆରେ କଷ୍ଟ ନ କଲେ କୃଷ୍ଣ ପାଇବୁ କେମିତି? ତୁ ଯୋଉ ମତେ ପ୍ରକାର ସାହାଯ୍ୟ କରିଛୁ ଏକ ଲକ୍ଷ ଅଛି ରହିନା କିନ୍ତୁ ମନେ ରହେ ନେକ୍ସଟ ରବଟ ଏୟାରପୋର୍ଟରେ ଅପେକ୍ଷା କରିଥିବେ ମାଲଟା ଯେମିତି ଠିକ ସମୟରେ ପହଞ୍ଚିଯିବା ଦରକାର। ସେଥିପାଇଁ ଆପଣ ଚିନ୍ତା କରନ୍ତୁନି ସାର୍। ଏ ବାଘା ଯୋଉ କାମରେ ଥରେ ହାତ ଦେଇଛି ସେ କେବେ ଫେଲୁଅର ହେଇନି, ବାଜିରେ ସବୁବେଳେ ଜିତି ଆସିଛି। କିନ୍ତୁ ସେ ସବୁ ଇନ୍ସପେକ୍ଟର ଆଲୋକ ମହାପାତ୍ର ଆରେ ସିଏ ତ ଆମ ପୋଷା କୁକୁର ହେଇ ସାରିଛି। ଆମେ ତାକୁ ଏବେ ଯେମିତି କହିବା ସେ ସେମିତି ଲାଙ୍ଗୁଡ଼ ହଳ। ବୁଝିଗଲି ସାର୍, ଆସୁଛି ସାର୍। ଜବାନ ବଳିଆର ସିଂ ତମକୁ କେତୋଟି ପ୍ରଶ୍ନ ପଚାରିବାକୁ ଯେ ଅନ୍ୟମାନଙ୍କୁ ସବୁବେଳେ ପ୍ରଶ୍ନ କରି ଆସିଛି ତାଠାରୁ କୋଉ ସାହସରେ ଉତ୍ତର ଆଶା କରୁଛି। ତଥାପି ତମକୁ କହିବାକୁ ପଡିବ ତମ ଗାଡି ନମ୍ବର OR02BN 2700 କାଲି ରୂପାଳୀ ଛକରେ ଠିଆ ହୋଇଥିଲା। ତମେ କଣ ପୋଲିସ ଏକଥା ପଚାରିବାର କାରଣ? ସେଇ କାର ପାଖରେ କଳା ରଙ୍ଗର ପୋଷାକ ପିନ୍ଧି ନୀଳ ରଙ୍ଗର ଆକାଶ ଧରି ଗୋଟିଏ ଲୋକ ଘୁରୁ ବୁଲୁଥିବାର ମୁଁ ଠିକ ଲକ୍ଷ୍ୟ କରିଛି। ସନ୍ଦେହରେ ଆରେଷ୍ଟ କରାଯାଇଥିବା ମୋ ଦାଦା ସତ୍ୟବାନ ମହାପାତ୍ରଙ୍କ ଆଟାଚ ସହିତ ମିଶି ଯାଉଛି। ତାମାନେ ତମେ କହୁଛ ତମ ଦାଦା ଆରେଷ୍ଟ ହବା ପଛରେ ମୋ ହାତ ଅଛି? ସେଇ ଲୋକଟା ମୋ ଦାଦାକୁ ଫଲୋ କରୁଥିଲା। ତମେ ଭୁଲି ଯାଉଛ ତମେ ଜଗନ ବଳିଆ ଶୀଘ୍ର ବାଟ ରହି କଥାବାର୍ତ୍ତା କରୁଛ। ମାମୁକ ଜୟର ଭାଇ ବୋଲି କଥାଟାକୁ ମୁଁ ତମର ଏକ୍ସପେକ୍ଟ କରି ନେଉଛି। ମୁଁ ବି କଥାଟାକୁ ଏକ୍ସପେକ୍ଟ କରି ଚାଲି ଯାଉଛି ମିଷ୍ଟର ଜଗନ ବଳିଆ। ମିଛ ନାଟକ କରି ତମେ ମୋ ଦାଦା ହାତରେ ହ୍ୟାଣ୍ଡକପ୍ ପକେଇଛ। କିନ୍ତୁ ମନେ ରଖ ସେଇ ଲୋକଟାର ଅସଲ ପରିଚୟଟା ମୁଁ ନିଶ୍ଚୟ ଖୋଜି ବାହାର କରିବି। ଓ ଜୟ ବାବୁ, ଓ ବନ୍ଧୁବାନ୍ଧବ ଭିତରେ ଟିକେ ଟିକେ କଥାକୁ ନେଇ ତମେ ଏମିତି ଝାମେଲା କଲେ ଚଳିବ? ସେଇଥିପାଇଁ ପୁରା ଝିଅ ଦେଇ ଆଜି ଯାକେ ତମ ଘର ବାରଣ୍ଡା ଦେଇନି। କାଳେ ଭାବିବ ଆମ ଘରକୁ ଆସି ଘରଟା ଭାଙ୍ଗିଦେଲ। ଆଉ ସଫେଇ ଦେବା ଦରକାର ନାହିଁ। ତମ ଭଳି ଟାଉଟର ଦଲାଲ ମାନଙ୍କ ଅସଲ ପରିଚୟଟା ମୁଁ ଏ ସମାଜ ଆଗରେ ଖୋଲିଦେବି। ସେ ସୁଯୋଗ ତମେ କେବେ ପାଇବନି। ଏକା ଯୋଉ ଆଲୁଅ ଏ ଜଗନ ବଳିଆ ସିଂହର କ୍ଷତିକାରକ ହୁଏ ସେ ତାକୁ ତା ନିଜ ହାତରେ ନିଭେଇ ଦିଏ। ଆପଣ ପାଇବେନି ଭାଇ। ରାତି ପାଇବାକୁ ଆଉ ଅଳ୍ପ ସମୟ ବାକି। ପୂର୍ବ ଆକାଶ ସିନ୍ଦୁର ବାଟି ଯେଉଁ ଆଲୁଅ ତମ ଝରକା ଦେଇ ଅଗଣାରେ ପଡ଼ିବାକୁ ଯାଉଛି ତାକୁ ତମେ ଯେତେ ଚେଷ୍ଟା କଲେ ବି ନିଭେଇ ଦେଇପାରିବନି, କାରଣ ସିଏ ହେଉଛି ସତ୍ୟର ସୂର୍ଯ୍ୟ। କଣ ହେଇଛି ଆକାଶ ଭାଇ, ତମେ ଏମିତି ବିଷ୍ଟ ଥିଲା ପରି ଜଣା ପଡୁଛ? ଚନ୍ଦନ, ମୋ ଦାଦାଙ୍କୁ ଜାଲ ନୋଟ କେସରେ ଫସାଇ ଦିଆଯାଇଛି। ତୁ ଚାହିଁଲେ ତାଙ୍କୁ ମୁକୁଳି ଦେଇପାରିବୁ। ସତ୍ୟନାରାୟଣ ପରି ଦେବତାଙ୍କ ନାଁରେ ଜାଲଟା ଅଭିଯୋଗ ଇମ୍ପସିବଲ। ଚାଲ ଆକାଶ ଭାଇ, ମୁଁ ଓକିଲାତି ଜୀବନ ଆରମ୍ଭ କରିବି ଗୋଟାଏ ଦେବତାଙ୍କ ଠାରୁ। ଆଉ ସେଥିରେ ଯଦି ମୁଁ ସକ୍ସେସ୍ ହେଇଯାଏ ସେ ମୋ ଜୀବନର ସବୁଠାରୁ ବଡ଼ ସକ୍ସେସ୍। ତମେ ସେ କେସ୍ ଟେକଅପ୍ କରିପାରିବନି। ତୁ କାହାକୁ କଣ କହୁଛୁ ଜାଣିପାରୁଛୁ ତ? ସିଏ ହେଉଛନ୍ତି ତ ଦାଦା ଶ୍ୱଶୁର। ଗୋଟେ ଚୋର ବଦମାସ ସହିତ ମୋର କୌଣସି ସମ୍ପର୍କ ନାହିଁ। ଏକଥା କହିବାକୁ ତମକୁ ଟିକେ ଲାଜ ଲାଗୁନି? କହିବନି? କାହିଁକି କହିବନି? ତୁମ ମାନଙ୍କର ସିନା ଇଜ୍ଜତ ବୋଲି କିଛି ନାହିଁ, ହେଲେ ମୋ ଝିଅ ଶିକାର ପ୍ରେଷ୍ଟିଜ ବୋଲି କିଛି ତ ଅଛି। ମାମୁ ଆମ ଠିକ କହିଛନ୍ତି।
ଗୋଟେ ଚୋର ପାଇଁ ତୁ କେସ୍ କରି ତ ପୋଷା କର ତୁ ମର୍ଯ୍ୟାଦା କର ନା ঠিক সেই প্রশ্ন যদি মু আপনাকে পচারে ମାନେ বিপদ না পড়ি যে নিজ চরিত্রକୁ লুচাই রাখে সে পুଣି অন্যକୁ উপদেশ দেব উপদেশ চন্দন ତୁ ଭୁଲି ଯାଉଛୁ ତୁ ତ ବଡ ଭାଇ ସାମ୍ନାରେ ଛିଡ଼ା ହୋଇ କଥାବାର୍ତ୍ତା କରୁ ଆଉ ଯୋଉ ପୋଷାକ ପିନ୍ଧି ଏତେ ଗର୍ବରେ ଫାଟି ପଡୁଛୁ ସେଇଟାଇ ଭାଇର କାମ ସେଥିପାଇଁ ତ ମୁଁ ଆପଣଙ୍କର ସବୁ ଅନ୍ୟାୟ ଅତ୍ୟାଚାରକୁ ବିଳମ୍ବରେ ସହି ଆସୁ ଇଚ୍ଛା ଥିଲେ ବି ପ୍ରତିରୋଧ କରିବାର ସାହସ କରିପାରେନି ଏଣିକି ଆପଣ ଅନ୍ୟାୟ ଅତ୍ୟାଚାର ବନ୍ଦ କରନ୍ତୁ ଅହଙ୍କାରୀ ମାନଙ୍କ ଚଟାଣ ଉପରେ ଆସିବେ ଥରେ ଏଇ ଶାନ୍ତି ମୈତ୍ରୀ ମାଟି କାଦୁଅରେ ପାଦ ଦିଅନ୍ତୁ ତା ନହେଲେ ଏହାର ମୁକାବିଲା କରିବାକୁ ମୁଁ କେବେ ପଛେଇବି ରତନ ଭାଇ ତମେ ବଡ ଭାଇଙ୍କ ମୁହଁରେ ଜବାବ ଦଉଛ ସେଥିପାଇଁ ତୁ ମତେ ବାଧ୍ୟ କରିବୁ ଭାଇ ତତେ ମୁଁ ଗୋଟେ ଉପଦେଶ ଦଉଛି ତୁ ଆଜିଠାରୁ ନିଜକୁ ନିଜେ ସଂଶୋଧନ କରିବୁ ଝିଅରୁ ବୋହୂ ହେଇ ସାରିଲା ପରେ ତା ଶାଶୁଘର ତା ପାଇଁ ସ୍ୱର୍ଗ ସିଏ ଜିଇଲେ ସେଇଠି ସିଏ ମରିଲେ ବି ସେଇଠି ଆଉ ଯିଏ ନିଜର ସାମାନ୍ୟ ସୁଖ ସ୍ୱାଦ ପାଇଁ ନିଜର ସ୍ୱର୍ଗ ପରି ଘରକୁ ନର୍କରେ ପରିଣତ କରେ ତାର ଫଳାଫଳ କେବଳ ଅନୁତାପ ଅବଶୋଷ ଆଉ ଯନ୍ତ୍ରଣା କାରଣ ମରିଯିବା ତାଠାରୁ ଅନେକ ଦାଦା ଆକାଶ ଭାଇ ଚାଲ ଦେଖିଲୁ ଭଣଜା ଚନ୍ଦନ କେମିତି ଉଲଟି କିଳା ମାରି ଦେଇ ଚାଲିଗଲା ଆମେ କିଳା ଯେତେ ବୁଝେଇ ମାରିଲେ କଣ ହବ ସେ ସେତେ ଉପାଡ଼ି ଚାଲିଛି ଆଉ ଏବେଠାରୁ ଯଦି ସାବଧାନ ନ ହବା ତାହେଲେ ସେତେବେଳକୁ ନେଳୁଗୁଡ଼ ପହଣିକି ହୋଇଯାଇଥିବ କହିବାକୁ ଚାହୁଁଥିବୁ କିନ୍ତୁ କହିପାରୁନଥିବୁ ଖାଲି କାଟୁଥିବ ଆଉ ହଉ ଭଣଜା ମୁଁ ଟିକେ ନୂଆ ଖାଇ କଟାଡୁ ମାଛ ଭାତ ଦିଟା ମାରିକି ଆସୁଛି ଆଉ ରତନ ଭାଇର ମୁହଁଟା ଦିନକୁ ଦିନ ବଢିବାରେ ଲାଗିଛି ଏବେଠାରୁ ଜବତ ନ କଲେ ଭବିଷ୍ୟତରେ ଆମ ପଛରେ ଛିଡ଼ା ହେବା ପାଇଁ ସେ ଜମା ବି ପଛେଇ ଯିବନି ତା କଥା ମୁଁ କିନ୍ତୁ ତତେ ଆମ ଖେଳର ଦ୍ୱିତୀୟ ଇନିଂସ ଆରମ୍ଭ କଲି ଆଉ ସେଇଥିରେ ବଳି ପଡ଼ିବ ଆକାଶ ମହାକାଶ ମାନେ ଫେସ୍ ଟୁ ଫେସ୍ ସେଥିପାଇଁ ତମ ପାଇଁ ମୁଁ ସବୁ କିଛି କରିଦେବି ହେଲେ ଆମ କଣ୍ଡିସନ କଣ୍ଡିସନ ହଁ ଆମ କଣ୍ଡିସନ ଥିଲା ମୁଁ ଆଲୋକକୁ ବିବାହ କରିବି ସତ କିନ୍ତୁ ମୁଁ ଯେତେବେଳେ ଚାହିଁବି ତମେ ମତେ ସାଟିସ୍ଫାଇ ଦବ ଆରେ ସେ କଥା କେତେବେଳେ ବୋଲିଛି ଯଦି ଭୁଲିନ ତାହେଲେ ପାଖକୁ ଡାକୁନ କାହିଁକି ଓ ପ୍ରିୟ ମାଇକ୍ ଶିକ୍ଷା ସତରେ ଜଗନ ଭାଇ ଚୋରା ପ୍ରେମରେ ଯାହା ମଜା ଥାଏ ତା ବାସ୍ତବରେ ନଥାଏ ଚନ୍ଦନ ବି ଚାଲିଗଲାଣି ଚାଲୁନ ଆମ ପ୍ରେମର ଟିକେ ପୁରୁଣା ପୁସ୍ତକ ଲଉଟେଇ ତ ମାନେ ଫେସ୍ ଟୁ ଫେସ୍ la 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 la
ସେଇ ମଜା ରବିବାର ସେଇ ମଜା ହବ କିଛି ଅଲଗା ହାଲକା ହାଲକା ପବନରେ ଦେଖିବାକୁ ଚାଲି ଆସିଲ ଏ ତମ ସ୍ୱାମୀ କେତେ ଖୁସିରେ ଅଛି ଏ ପାପ ପଙ୍କରେ ବୁଡ଼ି ହେଇ କେତେ ଆନନ୍ଦରେ ଅଛି ତମେ ସେମିତି କୁହନି, ତମେ ବିଶ୍ୱାସ କର, ମତେ ଟିକେ ବୁଝିବାକୁ ଚେଷ୍ଟା କର। ଏ କଣ ତୁମେ ମତେ ଆଉ ବୁଝେଇବ? ଏ ବଂଶର ପରମ୍ପରାକୁ ତିନି ଗାର ଦେଇ ତୁମେ କେମିତି ଜେଲ ଭିତରକୁ ଆସି ପାରିଲ? କେମିତି ତୁମେ ବାଦରେ ବନ୍ଧା ହେଇଥିବା ମହାପାତ୍ର ବଂଶର ରସସକ୍ତ ଦୌଡ଼ିକୁ ତୁମେ ଛିଣ୍ଡେଇ ଦେଇ ପାରିଲ? କେମିତି ତୁମେ ରାଣ ନିୟମର ବିରାଟ ପାଚେରୀକି ତୁମେ ଭାଙ୍ଗି ଦେଇ ପାରିଲ? ମତେ ବିଶ୍ୱାସ କର, ଏଠିକି ଆସିବା ପାଇଁ ମୋର ଜମାରୁ ବି ଇଚ୍ଛା ନଥିଲା, ହେଲେ ବିଶ୍ୱାସ ମୁଁ ତୁମକୁ ଅନେକ କରିଥିଲି ବିଶ୍ୱାସ, ତୁମେ ମୋ ବିଶ୍ୱାସରେ ଦେଶ ଦେଇଛ। ପରସ୍ପର ପାହାଡ଼କୁ ତୁମେ ଭାଙ୍ଗି ଦେଇଛ, ଆଶାର ଦୀପକୁ ତୁମେ ଲିଭେଇ ଦେଇଛ, ସମ୍ମାନକୁ ବିଚ ରାସ୍ତାରେ ତୁମେ ପଣିଆକୁ ତୁମେ ଧିକାର କରିଛ, ଧିକାର। ମୁଁ ଏମିତି କିଛି ପାପ କାମ କରିନି ଯୋଉଥିପାଇଁ ତମ ମାନ ସମ୍ମାନ ଚାଲିଯିବ। ଆଜି ପରା ସାବିତ୍ରୀ ଅମାବାସ୍ୟା, ତମେ କହିଲ ତମ ପାଦ ଧୂଳି ଟିକେ ନ ନେଇ ମୁଁ କେମିତି ରହିପାରିଥାନ୍ତି? ତମେ ଯଦି ଭାବୁଛ ତମ ଭିତରେ ଏଠିକି ଆସି ମୁଁ ଭୁଲ କରିଛି ବୋଲି, ତାହେଲେ ମାରିଦିଅ ମତେ, ହେଲେ ତମ ପାଦ ଧୂଳି ଟିକେ ମତେ ଦିଅ। ଏ ପାଦ ତମେ ଛୁଇଁ ପାରିବ ନାହିଁ। କଣ କହିଲ? କଣ କହିଲ ତମେ? ଆଜି ସାବିତ୍ରୀ ଅମାବାସ୍ୟାରେ ମୁଁ ମୋ ସ୍ୱାମୀଙ୍କର ପାଦ ଧୂଳି ନେଇପାରିବିନି? ସେ ପାଦରେ ପାପର ପଙ୍କ ଭଳି ହୋଇଯାଇଛି, ଆଉ କଳଙ୍କର ଛିଟା ଲାଗି ଯାଇଛି। ଯୋଉ ଦାଦା ସାମ୍ନାରେ ମୁଣ୍ଡ ଟେକି କଥା କହିବାକୁ ତମେ ସାହସ କରୁନଥିଲ, ସେଇ ଦାଦାକୁ ଆଜି କହିବାକୁ ବାଧ୍ୟ ହଉଛି। ସ୍ମଗଲିଂ କରିବା ପୂର୍ବରୁ ଦାଦା ଚିନ୍ତା କରିବାର ଥିଲା, সোসাইটিরে ମୁଁ ଜଣେ ପୋଲିସ ଇନ୍ସପେକ୍ଟର, ଆଇନକୁ ସମ୍ମାନ ଦେବା ମୋର କର୍ତ୍ତବ୍ୟ। ସେ ତାକୁ ଭୁଲି ଯଦି ଦାଦା ସ୍ମଗଲିଂ କରିପାରିଲେ, ମୁଁ ତାଙ୍କୁ ଭୁଲି ପାରିବିନି କାହିଁକି? ବୁଆରେ ଆଲୋ ବୁଆ, ଯୋଉ ଦାଦା ମରୁଭୂମିର ଅଟୋପରେ ତମର ସବୁ ଦୁଃଖ କଷ୍ଟକୁ ତା ପିଠିରେ ବୋହି ଚାଲିଥିଲା,
ସାବିତ୍ରୀ ସେ କିଛି ଭୁଲ କହିନି ଯିଏ ନିଜର ପୁତୁରା ଝିଆରୀ ମାନଙ୍କୁ ପାଦରେ ଆଡ଼େଇ ଦେଇ ନିଜ ସ୍ୱାର୍ଥ ପାଇଁ ଜାଲ କାରବାର କରିପାରେ ତାକୁ ସ୍ମଗ୍ଲର ନ କହି ଆଉ କଣ କୁହାଯାଇପାରେ ତମେ କଣ ଭାବୁଛ ମତେ ଏମିତି କହି ଭୁଲେଇ ଦବ ଆଉ ମୁଁ ତମ କଥାକୁ ବିଶ୍ୱାସ କରିବି ନାଇଁ ଯୋଉ ଦେହରେ ତମର ପାପର ପଙ୍କ ବୋଳି ହେଇଯାଇଛି ତାକୁ ମୁଁ ଆଜି ନିଭେଇ ଦେବି ଯୋଉ ପାଦରୁ ତମର ପାପର ପଙ୍କ ବୋଳି ହେଇଛି ତାକୁ ମୁଁ ଆଜି ଧୋଇଦେବି ଆଜି ଆସ କଣ କରିବ ମାରିବ ମତେ ଆରେ ମାରିବ ମାର ମାର ମତେ ତଥାପି ମୁଁ ଆଜି ପଛେଇ ଯିବିନି ଆଜି ଦେଖିବି ତମର କୋଉ ଭାଇ ତା ସ୍ତ୍ରୀ ଠାରୁ ଗୋଟେ ଅଧିକାର ଛଡେଇ ନଉଛି ଆରେ ଆସ କହୁଛି ଆରେ ଆସ ଆସ କହୁଛି ମା ସମାନ ଖୁଡିକୁ ତମେ ମାରି ପାରିଲ ଦରକାର ପଡ଼ିଲେ ଆହୁରି ମାରିବି ଭାଇ ତମେ ଆଜି ଏତେ ବଦଳି ଯାଇଛ এই পণ দোকানীକୁ ଦେଖ ଚଉତିରୁ ତମ ଦେହର ବାସ୍ନା ଯାଇନଥିବ ଗାଁ ଦାଣ୍ଡରୁ ଧୋଇ ଖେଳି ଆସିଲା ପରେ ଏଇ ପଣ ଦୋକାନୀରେ ତମ ଦେହର ଏଇ ପଣ ତଳେ ଢୋର ବାଇଆ ଢୋ ଗୀତ ଗାଇ ତମକୁ ଶୁଆଇ ଦେଉଥିଲା ଆଜି ସେଇ ପଣ ଦୋକାନୀକୁ ତମେ ସେଦିନର ସେଇ ପଣ ଦୋକାନୀ ମୋ ପାଇଁ ଅଭିଶାପ ପାଲଟି ଯାଇଥିଲା ଲାଗି शाबाश शाबाश भाई शाबाश আজি তুমি দাদা খুড়ীଙ୍କର ত্যাଗର ମୂଲ୍ୟ ଠିକ ଦେଇଦେଲ ଯୋଉ ଦାଦା ନିଜ ପୁତୁରା ମାନଙ୍କ ଭବିଷ୍ୟତ ପାଇଁ ନିଜ ସ୍ତ୍ରୀକୁ ବନ୍ଧ୍ୟା କରିଦେଲେ ତାଙ୍କୁ ତମେ ଠିକ ପୁରସ୍କାର ଦେବ ଭାଇ ଠିକ ପୁରସ୍କାର ଦାଦା ତ ବନ୍ଧା କରି କିଛି ଭୁଲ କରିନାହାନ୍ତି ଆଜିକାଲି ଅଭାବ ସଂସାରରେ ପିଲାଟିଏ ଜନ୍ମ କଲେ କେତେ ଯେ କଷ୍ଟ ଦାଦା ତାକୁ ଅନୁଭବ କରିଛନ୍ତି ସେଥିପାଇଁ ଖୁଡୀଙ୍କୁ ବନ୍ଧା କରିଛନ୍ତି ଆଜି ତୁମର କାର୍ଯ୍ୟକଳାପ ଦେଖି ସାରିବା ପରେ ମୋର ମନେ ହେଉଛି ତମ ଦେହରେ ମହାପାତ୍ର ବଂଶର ରକ୍ତ ପ୍ରବାହିତ ହେଉନାହିଁ ତମେ ତମେ ମୋ ବାପାଙ୍କ ଔରସରୁ ଜନ୍ମ ନୁହଁ ତମେ ଗୋଟାଏ ଚେଷ୍ଟା
ନା ବୋହୁମା ତୁମେ ଏତେ ବାଟ ଯାଅନି ମୁଁ ଆକାଶ ସ୍କୁଲ ପାଇଁ ତୁମେ ମତେ ଯୋଉ ଶାସ୍ତି ଦେବ ମୁଁ କଥା ପାତି ମାନିଦେବି ମୁଁ ଆକାଶକୁ ତୁମେ କ୍ଷମା କରିଦିଅ ঠিক আছে ମୁଁ ତାକୁ କ୍ଷମା କରିଦେବି କିନ୍ତୁ ଗୋଟିଏ ସର୍ତ୍ତରେ ହଁ ସର୍ কি সত্য থানা ভিতরে আকাশ যেমতি ମୋ ସ୍ୱାମୀକୁ ହାତ ଉଠାଇଲେ ଠିକ୍ ସେମିତି ମୋ ସାମ୍ନାରେ ଆଲୋକ ତାକୁ ମନ ଇଚ୍ଛା ପିଟିବେ ଏ ବୋହୁମା ମୁଁ ତୁମକୁ ହାତ ଯୋଡୁଛି ମୁଁ ତୁମକୁ ହାତ ଯୋଡୁଛି ମୋ ପୁତୁରା ମାନଙ୍କ ଦେହରେ ଫୁଲର ଆଘାତ ଲାଗିଲେ ମୋ ଦେହରେ କଣ୍ଟା ଫୁଡ଼ି ହେଇଯାଏ ଆଉ ସେମାନଙ୍କ ଆଖିରୁ ଲୁହ ଧରିଲେ ମୋ ଦେହରୁ ରକ୍ତ ଝରି ପଡେ ଆଉ ଏସବୁ ଦୃଶ୍ୟ ମୋ ଆଖି ସାମ୍ନାରେ ମୁଁ ଦେଖିପାରିବି କି ତୁମେ ଆଲୋକକୁ କୁହ ବୋମା ତୁମେ ଆଲୋକକୁ କୁହ ତା ମନ ଇଚ୍ଛା ମତେ ପିଟୁ ନାଇଲୋ ସୀତା ଏସବୁ ଯାହା ସବୁ ଘଟିଗଲା କେବଳ ମୋରି ପାଇଁ ଏ ସୀତା ଆଲୋ ମୁଁ ପିଠି ଦେଖି ଦଉଛି ଆଲୋକକୁ କୁହ ତାଙ୍କର ଯେତେ ଇଚ୍ଛା ସେ ସେତେ ପିଟନ୍ତୁ ନାଇଁ ଭୁଲ ମୁଁ କରିଛି ମୋ ପାଇଁ ତମେ କାହିଁକି ଶାସ୍ତି ପାଇବ ତମେ ସେମାନଙ୍କୁ କୁହ ମୁଁ ପିଠି ଦେଖେଇ ଦଉଛି ଆରେ ଚୁପ୍ ମତେ ମନ ଶାନ୍ତି ହେବା ଯାଏ ପିଟ ତୁମ ଦୁଇ ଜଣ ପ୍ରତି ମୋ ଉପରେ କଥା କୁହ ତାହେଲେ ମୋ ମୁଣ୍ଡ ଚୁବାଇ ଖାଇବ ঠিক আছে ତମେ ଯଦି ଧର୍ମର ଯୁଧିଷ୍ଠିର ସାଜି ଅନ୍ୟର ଭୁଲକୁ ନିଜ ମୁଣ୍ଡ ଉପରେ ନେବା ପାଇଁ ଚାହୁଁଛ ସେଥିରେ ମୋର କିଛି ବି ଅବଜେକ୍ସନ ନାହିଁ ଆଲୋ ପୋଲିସ ସେମିତି ଚୋରକୁ ଧରି ଆଣି ଥାନା ଭିତରେ ଡିଜାଇନ ନେବାରେ ତମେ ଟିକେ ଶିଖି ମାର ଆରେ ଚ ଏ ଆଲୋକ ମତେ ସେଠୁ ଦାଦା ଆଲୋ ନାଇଁ ମୋ କ୍ଲାଇଣ୍ଟକୁ ମାଡ଼ ମାରିବାକୁ ସାହସ କରିପାରିଲ କେମିତି କାରଣ ସେ ଅପରାଧ କରିଥିବା ଅପରାଧୀର ନବୀନ ନିଜ ଇଚ୍ଛାରେ ଯେତେବେଳେ ମାଡ଼କୁ ଆମନ୍ତ୍ରଣ କରୁଛନ୍ତି ଏଥିରେ ଆମର ଭୁଲ ରହିଲା କୋଉଠି ଭାଉଜ ତମେ ଏ କଥା କହିବାକୁ ତମକୁ ଟିକେ ଲାଜ ଲାଗିଲାନି ଲାଜ ମତେ କାହିଁକି ଲାଗିବ ଲାଜ ତ ତାଙ୍କର ଲାଗିବା କଥା କାରଣ ତମେ ହଉଛ ଗୋଟେ ଚୋର ବଦମାସର ପୁତୁରା କଣ ଯେ ନ ହେଇଥିବ ଥାଉ ଆକାଶ ଭାଇ ଥାଉ ନର୍ଦ୍ଦମାର ପାଣିକୁ ସୁନାର ନିର୍ମିତ ପାତ୍ରରେ ରଖିଲେ ସେ କେବେ ପବିତ୍ର ଗଙ୍ଗାଜଳ ହେଇପାରିବନି ବେଗି ଭିତରକୁ ସୁନାର ଲେପ ଦେଇ ଶୋ କେସରେ ସଜେଇ ରଖିଲେ ସେ କେବେ ତା ଧର୍ମ ହରାଇ ନଥାଏ ଲଙ୍ଗ ଛାଡ଼ିଗଲା ପରେ ଯୋଉ ବେଙ୍ଗି ଭିତରକୁ ସେଇ ବେଙ୍ଗି ଭିତର ହେଇ ରହିବ ତମେ ମନେ ରଖିବା ଉଚିତ ଶିଖା ମୋ ସ୍ତ୍ରୀ ମୋ ସାମ୍ନାରେ ଶିଖାକୁ ଅସମ୍ମାନ କଲେ ମୁଁ ତୁମକୁ ଆରେଷ୍ଟ କରିପାରେ ତମର ବି ମନେ ରଖିବା ଯେ ମୁଁ ଆଉ ଦିଆଯିବ ଚନ୍ଦନ ବଳି ଆସି କ୍ଲାଇଣ୍ଟକୁ ମାଡ଼ ମାରିବା ଅଭିଯୋଗରେ ମୁଁ ତମ ନାଁରେ କୋର୍ଟ ଆଲିଗେସନ କରିପାରେ ନାଇଁ ଚନ୍ଦନ ତୁମେ ଏତେ ଯାଅନି
ମୁଁ ତୁମ ହାତ ଧରୁଛି ତୁମେ ଏଠୁ ଚାଲିଯାଅ। ନାଇଁ କାକା ମୁଁ ଏଠୁ ଏକା ଯିବାକୁ ଆସିନି ତୁମକୁ ସାଥିରେ ନେଇଯିବାକୁ ଆସିଛି। ଏଥର ତମେ ଆସିପାର। ଆକାଶ ଭାଇ ଦାଦା ଆଉ ଖୁଡ଼ିକି ନେଇ ଘରକୁ ଯାଅ। ଗଲାବେଳେ ଗୋଟେ କଥା କହି ରଖୁଛି ଆଲୋକ ଶୋଷ ମେଣ୍ଟିବାକୁ ଯାଇ ଯେଉଁ ମରିଚିକା ପଛରେ ଧାଇଁଛ ଶୋଷ ସେଥିରେ ମେଣ୍ଟିବନି। ଶୋଷ ମେଣ୍ଟିବା କହିଲେ ପାଣି ନରକା ଭୋକଲି କାଳରେ ଗଛରେ ପଡ଼ିଥିବା ମହାକାଳ ଫଳକୁ ଯଦି କିଏ ଆପେଲ ଭାବି କ୍ଷୁଧା ମେଣ୍ଟାଇବାକୁ ଚେଷ୍ଟା କରେ ସେଥିରେ ତାର କ୍ଷୁଧା ମେଣ୍ଟି ନଥାଏ ବଡ଼ ମୃତ୍ୟୁ ମୁଖକୁ ଟାଣି ନେଇ। ଠିକ୍ ସେମିତି ତମେ ଆପେଲ ଆଉ ଶୋଷ ମେଣ୍ଟାଇବାକୁ ଯାହା ପଛରେ ଧାଇଁଛ ସେ ଗୋଟେ ମରିଚିକା ଗୋଟେ ମହାକାଳ ଫଳ ଆସୁଛି। ମରିଚିକା ମହାକାଳ ଫଳ ଭାଉଜଙ୍କର କଣ ହେଇଛି? ତାଙ୍କର ସେମିତି କିଛି ଅସୁବିଧା ଫିଲ୍ ହଉନି ତ? ତୁମେ ଜମା ବ୍ୟସ୍ତ ହୁଅନି ମନୋଜ ବାବୁ। କଂଗ୍ରାଚୁଲେସନ୍। ଆପଣଙ୍କ ଭାଉଜ ମା ହେବାକୁ ଯାଉଛନ୍ତି। କଣ କହିଲେ ଡକ୍ଟର ବାବୁ? ଭାଉଜ ମା ହବା ପାଇଁ ଯାଉଛନ୍ତି? Are you sure? Yes, 100% sure। ହଁ, ମୁଁ କିଛି ମେଡିସିନ ଲେଖି ଦେଉଛି ଆପଣ ଠିକ୍ ଟାଇମରେ ଖାଇବାକୁ ଦେବେ। ଶୁଣ ଇଞ୍ଜେକ୍ସନ ଦେଇଦେଇଛି ଟିକେ ନିଦ ହବ ଆପଣ ଜମା ବ୍ୟସ୍ତ ହେବେନି କିଛି ସମୟ ପରେ ସେ ଠିକ ହେଇଯିବେ। ଆସୁଛି ମନୋଜ ବାବୁ। ଓକେ ଆଜି ମୁଁ ବହୁତ ଖୁସି। ଏତେ ଦିନ ପରେ ଭଗବାନ ମୋ ଭାଉଜଙ୍କର ଡାକ ଶୁଣିଛନ୍ତି। ତାଙ୍କର ଶୂନ୍ୟ କୋଳରେ ପୂର୍ଣ୍ଣ କଳସି দিয়ে ଦେଇଛନ୍ତି। ଆଉ ଭାଇ ଆସିଲେ ତାକୁ ଏମିତି ସରପ୍ରାଇଜ ଦେବି ଖୁସିରେ ଆତ୍ମହରା ହେଇଯିବ। ଆଉ ବ୍ୟସ୍ତ ଭାବରେ ଆସି ମତେ ପଚାରିବ ଆରେ ଯେମିତି ଶୁଣିଛି ତୋ ଭାଉଜଙ୍କ ଦେହ ଖରାପ ସେମିତି ଏକ ମୁହାଁ ହେଇ ଦୌଡ଼ିଛି। ଆରେ କହ ତୋ ଭାଉଜଙ୍କ ଦେହ କଣ ବେଶୀ ଖରାପ? ଚାଲ ତାଙ୍କୁ ଆମେ ବଡ ଡାକ୍ତରଖାନା ନେଇଯିବା। ଓହୋ ଭାଇ ତୁ ଜମା ବ୍ୟସ୍ତ ହନା ଭାଉଜଙ୍କର କିଛି ହେଇନି ପରା। ଆରେ ଯଦି କିଛି ହେଇନି ତାହେଲେ ଡାକ୍ତର ବାବୁ ଆମ ଘରକୁ କାହିଁକି ଆସିଥିଲେ? ତୁ ନିଶ୍ଚୟ ମତେ ମିଛ କହୁଛୁ। ମୁଁ ଯଦି ସେ ସତ କଥାଟା ତତେ କହିଦିଏ ତୁ ମତେ କଣ ଦବୁ କହିଲୁ? ଆରେ କଥାଟା ଯଦି ଖୁସି ହେଇଥିବ ନା ସେ ଖୁସିକୁ ମୁଁ ତତେ ଦେଇଦେବି। ଆରେ କହ ତୋ ଭାଉଜଙ୍କର କଣ ହେଇଛି? ଭାଉଜ ବର୍ତ୍ତମାନ ମା ହବାକୁ ଯାଉଛନ୍ତି। ଶ୍ରାବଣୀ ବର୍ତ୍ତମାନ ମା ହବା ପାଇଁ ଯାଉଛି ତାମାନେ ମୁଁ ବାପା ହବାକୁ ଯାଉଛୁ। ବାପା ନା ଏହା କେବେ ହେଇପାରେ ଏହା କେବେ ସମ୍ଭବ ନୁହଁ। କଣ ହେଇଛି ଭାଇ? ତୋର କଣ ହେଇଛି? ତୁ ଖୁସିରେ ନାଚିବା ପରିବର୍ତ୍ତେ ତୋ ମନ ଏତେ ବିଷାଦ କାହିଁକି? କହ ତୁ କଣ ବାପା ହେଇପାରିବୁନି? ତୋର ବାପା ହବାର ଯୋଗ୍ୟତା ନାହିଁ। ନା ନାହିଁ କାହିଁକି ନାହିଁ? କାରଣ ମୁଁ କହ ଅଟଳି ଗଲୁ କାହିଁକି? ମୋ ମନ କହୁଛି ତୁ ନିଶ୍ଚୟ ମତେ କିଛି କଥା ଲୁଚଉଛୁ। କହ ଭାଇ କହ। ମୁଁ ସେ କଥା ତତେ କହିପାରିବି। ତୁ ଯଦି ମତେ ସେ କଥା ନ କହୁ ତାହେଲେ ତୁ ମତେ ଆଉ ଦେଖିବାକୁ ପାଇବୁନି। ଦେଖିବୁ ମୋ ମଲା ମୁହଁ। ଆରେ ମୁନୁଆ ମୁଁ ତ ହାତ ଧରୁଛି ରେ ତୁ ମତେ ଆଉ ଧର୍ମ ସଙ୍କଟରେ ପକାନି। ମୁଁ ତୋର କିଛି କଥା ଶୁଣିନି ଭାଇ। ତୁ ଯଦି ପ୍ରକୃତରେ ତୋ ଜୀବନ ଠାରୁ ମତେ ଅଧିକା ଭଲ ପାଉଥାଉ ସ୍ନେହ କରୁ ତାହେଲେ ତତେ ମରଣ। ଆରେ ତୁ
ତୁ ପୁଣି ମତେ ଧର୍ମ ସଙ୍କଟରେ ପକେଇଦେଲୁ। ଠିକ ଅଛି, ତାହେଲେ ତୁ ମୁଣ୍ଡ ଛୁଇଁ ଶପଥ କରି କହ, ତୁ ଏ କଥା କାହାକୁ କହିବୁନି। ମୁଁ ତତେ କଥା ଦଉଛି ଭାଇ, ମୁଁ ଏ କଥା କାହାକୁ କହିବିନି। ମୁଁ କେବେ ବାପା ହେଇପାରିବିନି ବୋଲି ମୋ ବୋଉ ପାଖେ ଶପଥ କରିଛି। ଏ ଜୀବନ ମରଣର ଦୋଛକି ଉପରେ ଠିଆ ହୋଇ ମୁଁ ଏମିତି ଏକ ଜାଗାରେ ପହଞ୍ଚି ଯାଇଛି। ମୋ ବୋଉର ଶପଥ ରଖିବି ନା ତ ବୋଉ ଭାଉଜର କୋଳକୁ ରକ୍ଷା କରିବି। ଶ୍ରାବଣୀର କୋଳ ରକ୍ଷା କରିବାକୁ ଯାଇ ମୋ ବୋଉର ସର୍ତ୍ତକୁ ଭାଙ୍ଗିବି ନା ମୋ ବୋଉର ଶପଥ ରଖିବା ପାଇଁ ଯାଇ ଶ୍ରାବଣୀର କୋଳକୁ ଶୂନ୍ୟ କରିବି। ଶପଥ କିଛି ମୂଲ୍ୟ ନାହିଁ ଭାଇ। ଯୋଉ ଶପଥ ରଖିବାକୁ ଯାଇ ପୁଣ୍ୟ ବଦଳରେ ପାପ କରାଯାଏ, ଅନ୍ୟର ହସ ଖୁସିକୁ ଛଡେଇ ନିଆଯାଏ, ସେଠି ଶପଥ ମୂଲ୍ୟ ହିଁ ନହେବ। କିନ୍ତୁ ମୁଁ ଗୋଟେ ପୁଅ, ସେ ବି ଗୋଟାଏ ମା। ମା ଏଇ ପୁଅ ପ୍ରତି ଥିବା କର୍ତ୍ତବ୍ୟ ଭୁଲି ଯାଇ ପାରିଲା, ତୁ ପାରିବୁନି କାହିଁକି? ମୁଁ ଧର୍ମଦ୍ରୋହୀ ହେଇପାରିବିନି। ତୁ ତୋ ବାପା ହେଇସାରିଛୁ, ହେଇପାରିବିନି। ଆରେ ତୁ ସେ ଛୁଆଟାର ବାପା ହେଇପାରିବୁନି? କହ, ତୁ ସେ ଛୁଆଟାର କଣ ବାପା ହେଇପାରିବୁନି? କହ, ସେ ଛୁଆଟାର ବାପା କରିପାରିବୁନି? କହ, ଆରେ କହ, କାହିଁକି ପାରିବୁନି? କାରଣ ମୁଁ ଆରେ କହ, ଆରେ ମୁଁ କହୁଛି ପରା, ତୁ କହ। ମୁଁ କହିପାରିବିନି ଭାଇ। କଳଙ୍କ ଛିଟାରେ ଦିଦିଟା ଜୀବନ ବଞ୍ଚି ପାରିବ, ତାର ସେଇଟା ହବ ତୋ ପାଇଁ ପୁଣ୍ୟର ଫଳ। ଭାଇ ଆଉ ତୋର ତ ସାମାନ୍ୟ ଟିକେ ତ୍ୟାଗରେ ଗୋଟିଏ ମା ତାର ମାତୃତ୍ୱ ଲାଭ କରିପାରିବ, ସେଇଟା ହବ ତୋ ଜୀବନର ସାର୍ଥକତା। ପାପ ପୁଣ୍ୟର ହିସାବ ମଣିଷ ପାଖରେ ନଥାଏ, ସବୁ ସେଇ ଭଗବାନଙ୍କ ପାଖରେ। ଆରେ କହ, ତୁ କଣ ସେ ଛୁଆଟାର ବାପା ହେଇପାରିବୁନି? ଆରେ କହ, ତୁ ସେ ଛୁଆଟାର ବାପା ହେଇପାରିବୁନି? ଆରେ କହ, ତୁ ତ ଭାଇର ନିୟମ। ସମୁଦ୍ର ମଥନରେ ହଳାହଳ ବିଷ ବାହାରିଥିଲା, ଆଉ ଯୋଉ ବିଷ ସମଗ୍ର ସୃଷ୍ଟିକୁ ବିଷାକ୍ତ କରିଦେଇଥାନ୍ତା। ସୃଷ୍ଟି ରକ୍ଷା କରିବାକୁ ଯାଇ ଭଗବାନ ନୀଳକଣ୍ଠେଶ୍ୱର ସେ ବିଷ ପାନ କରିଥିଲେ। ଆଉ ଠିକ ସେମିତି ଦୁଇଟା ଜୀବନ, ଗୋଟିଏ ଅନାଥିନୀ ମାର ଶୂନ୍ୟ କୂଳକୁ ପୂରଣ କରିବାକୁ ଯାଇ ମୋ ପରିବାରରେ ସୃଷ୍ଟି ହେଉଥିବା ସମସ୍ତ ବିଷକୁ ମୁଁ ପାନ କରିପାରିବି ଭାଇ। ନିର୍ମାଲ୍ୟ କଣିକାଟିଆ ପାଇଁ ମୁଁ ନର୍କ ଭିତରକୁ ଯାଇପାରିବି ଭାଇ। ମୁଁ ପାରିବି ଭାଇ, ମୁଁ ପାରିବି। डॉक्टर कहले बर्तमान हाँ कहून डाक्टर कौन कहले बर्तमान तबे मां हवा को जाउछ मु जाउची ए खुशी खबरटा गांव को सारा जोड़े दि आसी खुशी बाबू ए सुनिले ना मनस कौन कहि गेली मु एबे मां हवा को जाउची आम घरे पुने चंद होइबो आउ तारी आलोरी ए घरटा पे फाटी जीवो मो पई खुशीर फगुड़ाई बरस फुलई बरसी जीवो ततिरे माली बहुत खुशी आज मते जेमति लागुची दुनिया सब खुशी में पाई जाईची ए
କ'ଣ ଏମିତି ପାଗଳଙ୍କ ପରି ଏମିତି ବୁଲୁଛନ୍ତି କିଛି କହିବନି? ଆରେ ତମେ କ'ଣ କହୁଛ ମୁଁ କିଛି ବୁଝିପାରୁନି। ଆରେ କ'ଣ କହୁଛ ମୁଁ କିଛି ବୁଝିପାରୁନି। ଏଇ ତମେ ଏମିତି ପାଗଳଙ୍କ ପରି କ'ଣ କଥାବାର୍ତ୍ତା କରୁଛ ଯେ? ମନସ୍ପରା ଏବେ କହିଗଲେ ମୁଁ ମା ହେବାକୁ ଯାଉଛି। କ'ଣ ଏମିତି ତମେ କ'ଣ ପାଗଳଙ୍କ ପରି ଗପୁଛ? ମୁଁ ତମ କଥା କିଛି ବି ବୁଝିପାରୁନି। ତମର କ'ଣ ହେଇଛି ଯେ? ଜୀବନ ମରଣର ଦୋଛକି ଉପରେ ଠିଆ ହୋଇ ମୁଁ ଏମିତି ଏକ ଜାଗାରେ ଅଟକି ଯାଇଛି, ନା କୂଳକୁ ପହଞ୍ଚି ପାରୁଛି ନା ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରୁଛି। ନଈ ପାର ହେବା ପାଇଁ ଯାଇ ମୋ ନାଁଟା ଆଜି ଅଧା ବାଟରେ ଅଟକି ଯାଇଛି। କୁହ ଶ୍ରାବଣୀ, ତମେ କ'ଣ ନାଉରୀଟିଏ ହୋଇ ସେ ନାଁକୁ ପାର କରି ଯାଇପାରିବନି? କୁହ ଶ୍ରାବଣୀ, ଆରେ କୁହ। ଓହୋ, ତମେ କ'ଣ ଯେ କହିଲ? ମୁଁ ତମ କଥା ସତରେ କିଛି ବୁଝିପାରୁନି। ନିଜ ହାତରେ ଗଜି ଗଢି ତୋଳିଥିବା ସେ ସୁନ୍ଦର ତାଜମହଲଟିକୁ ମୁଁ ଭାଙ୍ଗିଦେବି ନା ତାକୁ ରଙ୍ଗ ତୁଳି ଦେଇ ସଜେଇବି? ଜୀବନ ସୌଦା କରିବା ପାଇଁ ଯାଇ ମୁଁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବି ନା ମଝି ନଈରେ ଘର କରି ଦୁଇ କୂଳକୁ ହରେଇବି? ଏଇ ଦେଖ, ସ୍ୱାମୀଙ୍କ ଆଦେଶକୁ ପାଳନ କରିବା ଗୋଟେ ସ୍ତ୍ରୀର କର୍ତ୍ତବ୍ୟ। ତେଣୁକରି ତମେ କ'ଣ କହିବା କଥା କୁହ। ଯଦି ସମ୍ଭବ ହୁଏ ତାହେଲେ ମୁଁ ତମ କଥା ନିଶ୍ଚୟ ରଖିବି। ଏଇ ତଥାପି ଯେତେବେଳେ ତମେ କହୁଛ, ମୁଁ ତମ ମୁଣ୍ଡ ଛୁଇଁ ଶପଥ କରି କହୁଛି, ତମେ ଯାହା କହିବ ମୁଁ ତମ କଥା ନିଶ୍ଚୟ ରଖିବି। ତମ ପେଟରେ ବଢୁଥିବା ସେ ଛୁଆଟାର ବାପା ମୁଁ ନୁହେଁ ବୋଲି ତମେ କହିପାରିବ? ତମେ ଏସବୁ କ'ଣ କହିଯାଉଛ? କ'ଣ ହେଲା? ମୋ ପେଟରେ ବଢୁଥିବା ଛୁଆ ତମ ରକ୍ତର ନୁହେଁ? ନା, ତ ମୋ ରକ୍ତର ତମେ ସେ ଛୁଆଟାର ବାପା ଆଉ କିଏ ବୋଲି କହିଦିଅ ନା। କ'ଣ କହିଲ? କିନ୍ତୁ କିନ୍ତୁ ତମେ ତ ଏ ଛୁଆର ବାପା। ମୁଁ ତ ଅସ୍ୱୀକାର କରୁନି। ଯଦି ସ୍ୱୀକାର କରୁଛ ତାହେଲେ ଏତେ ବଡ଼ ପାପ କଥା କହିପାରୁଛ କେମିତି? ପାପ କରୁଛି କି ପୁଣ୍ୟ କରୁଛି ସେ କଥା ମୁଁ ଜାଣିନି। ମୁଁ କେବଳ ମୋ କର୍ତ୍ତବ୍ୟ କରୁଛି। କର୍ତ୍ତବ୍ୟ? କୋଉ କର୍ତ୍ତବ୍ୟ? କୋଉ କର୍ତ୍ତବ୍ୟ ତମକୁ ଏମିତି ବାଧ୍ୟ କରିଛି ଯେ ନିଜ ରକ୍ତ ପରିଚୟ ନ ଦେବାକୁ? ଯୋଉ କର୍ତ୍ତବ୍ୟ କରିବାକୁ ଯାଇ ରାଜା ରାମଚନ୍ଦ୍ର 14 ବର୍ଷ ବନବାସ ଯାଇଥିଲେ, ସେଇ କର୍ତ୍ତବ୍ୟ କରିବାକୁ ଯାଇ ଏଇ ଯେତେବେଳେ ସମାଜ ପଚାରିବ ମୋ ପେଟରେ ବଢୁଥିବା ଛୁଆର ବାପା କି, ତାହେଲେ ମୁଁ ତାକୁ କି ଉତ୍ତର ଦେବି? ତମେ କହିଦବ ହଁ, ସେ ଛୁଆର ବାପା ମୋ ସାନ ଭାଇ ମନୁଆ। ତମେ ମୋ ମୁଣ୍ଡ ଛୁଇଁ ଶପଥ କରି କହିଛ। ଦୁଇ କୂଳ ଜୀବନ ମରଣର ଗଛଟି ଉପରେ ଠିଆ ହୋଇ ମୁଁ ଏମିତି ଏକ ଜାଗାରେ ଠିଆ ହେଇଛି। କୂଳକୁ ଗଲେ ବାଘ ଜଗିଛି, ଆଉ ନଈ ମଝିକୁ ଗଲେ କୁମ୍ଭୀର ଜଗିଛି। କୁହ ଶ୍ରାବଣୀ, ସେ ବାଘ କୁମ୍ଭୀର ଖେଳରୁ ମତେ କ'ଣ ମୁକ୍ତି ଦେଇପାରିବନି? କୁହ ଶ୍ରାବଣୀ, ତୁମକୁ ତମ ସ୍ୱାମୀର ନିୟମ
ମଝିରେ ମଝିରେ ଆସି ଦିଦି ତମେ ମତେ ସାକ୍ରିଫାଇସ୍ କରିଦେଉଛ ମୁଁ ଏକଦମ କରିବି ପୁରୀ ଚାଳ ଘର ଭିତରୁ ଯେତେବେଳେ ଗୋଲାପ ଫୁଲର ବାସ୍ନାଟା ଆପେ ଆପେ ବାହାରି ଆସୁଛି ଏ ଘରଟା ନ ଆସିବ କାରଣ ଘରର ଧର୍ମ ହେଲା ଫୁଲ ଚାରିପଟେ ବୁଲି ବୁଲି ମଧୁର ଶୋଷଣ କରି ତଥା କିନ୍ତୁ ଆମ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ପଡ଼ିବ। ସେଥିପାଇଁ ତମେ ଜବାବି ବ୍ୟସ୍ତ ହୁଅନି ଧ୍ୱଂସର ଦ୍ୱିତୀୟ ଆହୁତିଟା ଆରମ୍ଭ ହେଇସାରିଲା ଆଉ ସେ ଆହୁତିଟା ଏତେ ଭୟଙ୍କର ହବ ଯେ ଯିଏ ଦେଖିବ ଭୟରେ ଚୁପ୍ ହେଇଯିବ କଥା କହିବାକୁ ସାହସ ବି କରିବେନି ଓ ସିଓର ମାଇ ଶିକ୍ଷା কি চমৎকার দৃশ্য আকাশ আকাশ সাঙ্গে সাঙ্গে বর্তমানে তম কথা পচারুଥିଲି ଆଉ କେତେ ଦିନ କହିଲ ଆଉ କେତେ ଦିନ ଏମିତି ବେକାର ହେଇ ବୁଲୁଛି ମୁଁ ଡିସାଇଡ୍ କରିଛି ମୁଁ ତୁମକୁ ମୋ କମ୍ପାନୀରେ ଆକାଉଣ୍ଟାଣ୍ଟ ପୋଷ୍ଟରେ ନିଯୁକ୍ତି ଦେବି। ଆଚ୍ଛା ଏଥିରେ ତମର ମତାମତ କ'ଣ? ଆଉ ସଫେଇ ଦେବା ଦରକାର ନାହିଁ। ছি 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 ଭାଉଜ ମହାପାତ୍ର ବଂଶର କୁଳ ବହୁ ଆଉ ଗୋଟିଏ ପୋଲିସ ଇନ୍ସପେକ୍ଟର ସ୍ତ୍ରୀ ହୋଇ ଗୋଟିଏ ପର ପୁରୁଷ ସହିତ ଆକାଶ କଥା କହିବାର ତମେ ସୀମା ଟପି ଯାଉଛ ସୀମା ମୁଁ ଟପି ଯାଉନି ବରଂ ନୀତି ନିୟମ ଶୃଙ୍ଖଳାର ତିନି ଦ୍ୱାର ତମେ ଦେଇ ସାରିଛ ଆଉ ସେଇଥିପାଇଁ ଗୋଟିଏ ନନ୍ ସେନ୍ସ ଇଡିୟଟକୁ ଘର ଭିତରକୁ ଡାକି ଆଣି ତାକୁ ପ୍ରେମ ନିବେଦନ କରୁଛ। ଆକାଶ ଆକାଶ ଭୁଲି ଯାଉଛ ଶିକ୍ଷାର ମୁଁ ବଡ଼ ଭାଇ ଭାଇ ଶବ୍ଦର ଅର୍ଥ କଣ ଜାଣିଛ ଜଗନ ବଳିଆର ସିଂ? ଆରେ ପବିତ୍ର ରାକ୍ଷୀର ମହତ୍ଵ ତମେ କଣ ବୁଝିବ? ଭାଇ ହେଉଛି ଦୁଇଟି ପବିତ୍ର ଅକ୍ଷର ଯେଉଁଥିରେ ସ୍ନେହ ମମତା ଭରି ରହିଥାଏ ଆଉ ତମେ ସେଇ ଶବ୍ଦଟାକୁ ଆଜି କଳୁଷିତ କରିଛ। ଆକାଶ ତାମାନେ ତମେ ଆମ ସମ୍ପର୍କ ବିଷୟରେ ସବୁ କିଛି ଜାଣି ସାରିଛ ଖାଲି ଜାଣି ସାରିଛି ନୁହେଁ ଶିକ୍ଷା ଦେବି ଆଜି ଏ କଥାଟା ମୁଁ ସମସ୍ତଙ୍କୁ ଜଣେଇ ଦେବି। କହିଲା କନା ସମସ୍ତଙ୍କୁ ଜଣେଇ ଦେବି ସେ ସୁଯୋଗ ତମେ କେବେ ପାଇବନି। ତା ପୂର୍ବରୁ ମୋ ଉପରକୁ ଉଠିଥିବା କଳା ଦାଗଟା ତମ ଦେହରେ ଲାଗି ସାରିବି ମୁଁ ସମସ୍ତଙ୍କୁ କହିବି ମଦ ପିଇ ତମେ ମତେ ବଳାତ୍କାର କରିବା ପାଇଁ ଚେଷ୍ଟା ଏଇ ହାରାମିଟାକୁ ଚାଲ ପୁରା ମଦ ପିଇବା ଷ୍ଟାଇଲରେ ପୁଣି ଦେଖା ହବ। ଗୁଡୁ 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 ଖୋଲିବା ପୂର୍ବରୁ ମୁଁ ତମ ଚରିତ୍ର ସାଥୀ ଟୁକରା ଟୁକରା କରିଦେଇଛି
ଆଖିରେ ମୁଁ ଦେଖି ସାରିଲା ପରେ ମୋତେ ଫାଙ୍କି ଦେବାକୁ ବସିଛୁ କଳଙ୍ଗାର। ଓ ହେଇ ମାକୁ ତୁ ଆଜି ମୁଁ ତୋତେ ଛାଡ଼ିବିନି। ମାରୁ ମାରୁ ତୋତେ କଣ ହେଇଛି? ତମେ ମୋ ଆକାଶକୁ ମାରୁଛ କାହିଁକି? ଅଚାର ତାକୁ ସିଏ ଆଜି କଣ କରିଛି? କୁଟୀର ଦ୍ୱାର ଜଗିବା ପରିବର୍ତ୍ତେ ପବିତ୍ର ରାମାୟଣ ଗ୍ରନ୍ଥକୁ ସେ ଆଜି ଅପବିତ୍ର କରିଦେଇଛି। କଣ ହେଇଛି ଆକାଶ? ତମେ କିଛି କହୁନ କାହିଁକି? ଆପଣ କହିଛି ଯେତେବେଳେ କଥାଟା କହିବ କେମିତି? ପୁଣି ମୋ ଆକାଶ ତମେ ଏମିତି କଣ କହୁଛ? ମୁଁ ଠିକ କହୁଛି। ଶିଖାକୁ ଏକୁଟିଆ ପାଇଁ ଆକାଶ ତାକୁ ବଳାତ୍କାର କରିବା ପାଇଁ ଚେଷ୍ଟା କରୁଥିଲା। ମୋ ଆକାଶ କେବେ ବି ଏତେ ବଡ ଭୁଲ କରିପାରିବନି। ମୋ ଆକାଶକୁ କେହି ନ ଜାଣିଲେ ମୁଁ ଭଲ ଭାବରେ ଜାଣିଛି। ତମେ ମାନେ ସମସ୍ତେ ମିଛ କହୁଛ ତମେ ମାନେ। କଣ କହିଲ? ଆମମାନେ ମିଛ କହୁଛୁ? ଶିକ୍ଷାର ଏଇ ଚିରା ଶାଢୀ ବ୍ଲାଉଜ ଦେଖି ସାରିଲା ପରେ ତମେ କହୁଛ ଆକାଶ ନିର୍ଦ୍ଦୋଷ। ତମରି ସାହସ ପାଇ ଆଜି ଏ ଶିକ୍ଷାକୁ ସେ ବଳାତ୍କାର କରିବାକୁ ଚେଷ୍ଟା କରୁଥିଲା। କହିଲ ତମେ ଶିକ୍ଷାକୁ ବଳାତ୍କାର କରିବାକୁ ଚେଷ୍ଟା କରୁଥିଲା? ହେୟାଲୋ, ତମେ ବି ତମ ସ୍ତ୍ରୀ କଥାରୁ ଆକାଶକୁ ମିଛ ବୋଲି ଭାବି ପାରୁଛ କେମିତି? କହୁନ କାହିଁକି? ଆରେ ତମେ ପରା କଣ ମତେ ଘରେ କହି ଯାଉଥିଲ? ଗାଁ ବାଲା କଣ କହୁଥିଲେ? ଗାଁ ବାଲା ସେଦିନ ଗାଁ ବାଲା ଯାହା କହୁଥିଲେ ଆକାଶ ସହିତ ତମର ତମ ସମ୍ପର୍କ ଅଛି। ଗୋଟିଏ ପୋଲିସ ଅଫିସର ଉପରକୁ ତୁ ହାତ ଉଠେଇବାକୁ ସାହାଯ୍ୟ କରିପାରିଲୁ କେମିତି? ଆଉ ଅଭିନୟ କରିବା ଦରକାର ନାହିଁ। ମୋ ସ୍ତ୍ରୀକୁ ବଳାତ୍କାର ଅଭିଯୋଗରେ ମୁଁ ବର୍ତ୍ତମାନ ତାକୁ ଆରେଷ୍ଟ କରିପାରେ। ତମ ମୁଣ୍ଡ କଣ ଖରାପ ହେଇଗଲା ନା କଣ? ତମେ କଣ ଚାହୁଁଛ ଏ ଦୁନିଆ ବାଲାଙ୍କ ଆଖିରେ ତମ ସ୍ତ୍ରୀର ବଦନାମଟା ହେଇଯାଉ? ଦେଖ, ତାଙ୍କ ହିସାବରେ ଆକାଶ ଯଦି ଠିକ କରିଛନ୍ତି ତାହେଲେ ଠିକ ଅଛି। ଚାଲ ଆମେ ଘର ଛାଡି ଚାଲିଯିବା। ଆସ। ଗୁଡାଏ ଚରିତ୍ରହୀନ ଲମ୍ପଟକୁ ଘରେ ମୁଁ ଆଉ ସାଉତି ରଖିବି? ଆଇଲ ଶିଖା, ତୁ ଘର ଛାଡି ଯାଆନି। ତମ ବିଚାରେ ତମେ କଣ ଭାବୁଛ? ତମେ କଣ ଭାବୁଛ ଆକାଶকে ଘରୁ ବାହାର କରିଦବ ବୋଲି? ଗୋଟେ ଚରିତ୍ରହୀନ ଲମ୍ପଟ। ଏ ଚରିତ୍ରହୀନ ଲମ୍ପଟ ଆଉ ତାର ପ୍ରମାଣ ତା ପାଟିରୁ ବାହାରୁଥିବା ମଦର ବାସ୍ନା। ସିଏ ଓହି ମା ପ୍ରତି ଖରାପ ବ୍ୟବହାର ଦେଖାଏ। ତାକୁ ଚରିତ୍ରହୀନ ଲମ୍ପଟ କୁହାଯିବନି, ତାଉ କଣ କୁହାଯାଏ? ମୋ ଘରକୁ ବାହାରି ଯା, ମୋ ଘରକୁ ବାହାରି ଯା। ମୁହଁ ଦେଖିବାକୁ ମୁଁ ଚାହେଁ ନା। ଆକାଶ ଘର ଛାଡି କୁଆଡେ ଯିବନି ସେ? ওই নিয়াকু অন্টি ভিতরে পুরেই এই ঘরে মু সাউতি রখিবি? প্রায় চরিত্রহীন লম্পটকু এই ঘরে রখি মু কোন অপবিত্র করিবি? কଣ କହିଲ ଦାଦା? ମୁଁ ଚରିତ୍ରହୀନ ଲମ୍ପଟ। আবে হ্যাঁ, তু চরিত্রহীন লম্পট। আরে ইড়ে মানব বিবেকতা হয়ে গেল। আরে সিও পুরা তো মা। এই তো তোকে ଟିକେ লজ্জା ଲାଗିଲାନି? ମୋ ଘରକୁ ବାହାରି ଯା। ମୁଁ ତ ମୁହଁ ଦେଖିବାକୁ ଚାହିଁଲା। ମୋ ଘରୁ ବାହାରି ଯା। ଘରେ କହିଲି ଆକାଶ ଘର ଛାଡି କୁଆଡେ ଯିବନି ସେ। ତମେ କଣ ଭାବୁଛ ଆକାଶ ଘର ଛାଡି ଚାଲିଯିବ? ଆଉ ଏ ଗାଁ ଲୋକ ଯାହା କହୁଛନ୍ତି ସେତରେ କଣ ସତ ହେଇଯିବ? ঠিক ଅଛି,
ତୁମେ ତାକୁ ନେଇ ଏ ଘରେ ରୁହ। ଏ ଘର ଛାଡ଼ି ମୁଁ ଆଜି ଚାଲି ଯାଉଛି। ନାହିଁ ଦାଦା, ଭୁଲ ମୁଁ କରିଛି। ମୋ ପାଇଁ ତମେ କାହିଁକି ଏ ଘର ଛାଡ଼ି ଚାଲିଯିବ? ମୁଁ ଆପେ ଆପେ ଘର ଛାଡ଼ି ଚାଲି କେମିତି ତମେ ଘର ଛାଡ଼ି ଚାଲିଯିବ? ଏ ମାର ପରତ କାଟିକି ପର କରି ଚାଲିଯିବ। ତତେ ଚାଲି ମୁଁ ବଞ୍ଚିବି କେମିତି ରେ? କେମିତି ବଞ୍ଚିବି? ତମେ ବଞ୍ଚିବ ଖୁଡ଼ି, ତମେ ବଞ୍ଚିବ। ସେଦିନ ମା ଦେବକୀ ଯେମିତି କୃଷ୍ଣଙ୍କୁ ଛାଡ଼ି ବନ୍ଦିଶାରେ ବଞ୍ଚିଥିଲେ, ସେଦିନ ମାତା କୌଶଲ୍ୟା ରାମଚନ୍ଦ୍ରଙ୍କୁ ଛାଡ଼ି ଯେମିତି ଅଯୋଧ୍ୟାରେ ବଞ୍ଚିଥିଲେ, ଠିକ୍ ସେମିତି ତମେ ତମର ଏ ପୁଅଟାକୁ ଛାଡ଼ି ବଞ୍ଚିବ। ହେଲେ ଗଲା ବେଳେ ମୋର ଗୋଟିଏ ଅନୁରୋଧ, ତମର ଏଇ ଯୋଉ ଦୋକାନୀରେ ମୋର ସବୁ ସ୍ନେହ ମମତା ଭରି ରହିଛି। ସେଇ ପଣ ଦୋକାନୀରୁ ଟିକେ ଦିଅ। ସେଇ ପଣ ଦୋକାନକୁ ଦେଖି ଭାବିଲି ମୋ ମା ମୋ ପାଖେ ପାଖେ ଅଛନ୍ତି। ତମକୁ ବି ମୋର ଗୋଟିଏ ଅନୁରୋଧ, ତମ ପାଦ ଖୋଳି ଟିକେ ନିଅ। ମା ସୀତାଙ୍କର ଏଇ ପଣତକାନିରେ ତମ ପାଦ ଖୋଳିକୁ ସାଇତି ରଖି ମୁଁ ନିତି ମୁଣ୍ଡର ଭଳି ଆଶୀର୍ବାଦ ଭିକ୍ଷା କରି ଦିଅ ଦାଦା, ତମ ପାଦ ଧୋଇ ଟିକେ ଦିଅ। Oh